नमो नमः पिलामाने आस आज आमे आमर एई संस्कृत शिक्षायतनर प्रकोष्ठ मध्यरे अष्टम श्रेणी संस्कृत पाठ्यपुस्तकम भाषा सौरभम्र गद्य विभागरु गंधमादन ए विषयटी को पढ़िबा। पिलामाने आमे सरल संस्कृत करी शब्दार्थ सहित ସେଥିରେ ଥିବା ସମସ୍ତ ବ୍ୟାକରଣ ସହିତ ଆମେ ଆଜି ତାକୁ ପଢିବା। ତୁମେ ସମସ୍ତେ ତୁମମାନଙ୍କର ବହି ଆଉ ଖାତା କଲମ ବାହାର କର, ଯାହା ଯୋଉଠି କ୍ଲିଷ୍ଟ ଶବ୍ଦ ଥିବ ସେଗୁଡ଼ିକୁ ତୁମେ ଲେଖି ନେବ। ତାହେଲେ ଏବେ ଚାଲ ଦେଖିବା, ଆଗ ଟିକେ ରିଡିଂ କରି ନେବା। ଦେଖ, ପୁଣ୍ୟଭୂମି ହିଁ ଉତ୍କଳଃ ଗିରି ନଦୀ ବନ ଭୂମିଭିଃ ବିମଣ୍ଡିତଃ एतस्य उच्च पर्वतेषु गंधमादनः अन्यतमः। गंधमादन पर्वतमालायाः समूच शृंगस्य उच्चता 32-34 अर्थात 34-32 फुट परिमिता भवति। एषः बलांगिरी बरगड़ मंडलयोः प्राकृतिक प्राचीरमस्ति। खनिज द्रव्य निर्मितं गंधमादनः विश्व प्रसिद्धः। एषः बलांगिरीतः 27 क्रोश दूरे अवस्थितः। गंधमादनः घन श्याम वनराजिभिः परिवेष्टितः, अतः पर्यटकानां मनः हरति। अत्र नानाविधाः पशुपक्षिणः निवसन्ति। अनेकाः दुर्लभाः आयुर्वेद वृक्षलताः सन्ति। अतः गंधमादनं निकषा एकः आयुर्वेद महाविद्यालयः स्थापितः। ह्वेन्साङ्गः गंधमादनं परिमलगिरिः इति लिखितवान्। पिलामाने गोटिए पैराग्राफ आमे पढ़िले, एबे आमे तार ओडिया अर्थ व्याकरण सहित करिबा। तुमे माने देखिनियो। देख, पुण्यभूमि उत्कलः। पुण्यभूमि पवित्र भूमि, पुण्यभूमि आमर उत्कल ओडिशा प्रदेश। बुझिपारलो? गिरी नदी वन भूमि भीहि, गिरी कहले पर्वत, नदी वन भूमि प्रभृति द्वारा विमंडित। आमर यही उत्कल भूमि गिरी नदी वन प्रभृति द्वारा विमंडित सुसज्जित। एतस्य उच्च पर्वतेषु, एई उत्कलर उच्च पर्वतेषु उच्च उच्च पर्वत मानक मध्यरे गंधमादन अन्यतम। गंधमादन पर्वतटी अन्यतम गोटिए। बुझिपारलो? गंधमादन पर्वत मालायाः, पिला माने माला आमे काहाको कहू? साधारणतः छोट छोट मनेकर किछि छोट छोट फूल मिसी गले आमे ताको माळ करि दउ। सेमती गंधमादन थिबा छोट बड़ पर्वत माने मिसिकिरी गंधमादन माळ होईछि हला। तेणु गंधमादन पर्वतमालायाः पर्वतमालार समूच शृंगस्य सबुठारु उच्च, संयुक्त उच्च, सबुठारु उच्च शृंग बा शिखरर उच्चता 34-32 अर्थात 3234 फुट परिमिता हला। ताले यार शृंग उच्चता केते 3234 फुट। यार समूच शृंग सबुठारु उच्च शृंगर उच्चता। बुझिपारलो? एसह ए जो गंधमादन एसह कहले एहा बलांगीर बरगड़ मंडलयोः, बलांगीर आउ बरगड़ मंडलर, जाको मंडल कहले आमे जाको ब्लॉक कहूचे नहीं, ताले बलांगीरी आउ बरगड़ एई जो मंडल दुईटीर प्राकृतिकम प्राचीरम भवति।
ପ୍ରାକୃତିକ ପ୍ରାଚୀରମ୍ ଅର୍ଥାତ୍ ପ୍ରକୃତିଗତ ପ୍ରାଚୀର। ଆଗରୁ ଏହା ଏପରି ରହିଛି ଯେ ଯେପରି ପ୍ରକୃତି ଏହି ପ୍ରାଚୀରକୁ ସୃଷ୍ଟି କରିଅଛି। ବୁଝିପାରିଲ? ଗନ୍ଧମାର୍ଦ୍ଦନ ଘନଶ୍ୟାମ ବନରାଜିभिଃ ପରିବେଷ୍ଟିତ। ତାହେଲେ ଏଇ ଯୋଉ ଗନ୍ଧମାର୍ଦ୍ଦନ ପର୍ବଟି, ଏହା ଘନ ମାନେ ଘଞ୍ଚ, ଶ୍ୟାମ ବନରାଜିଭିଃ ଘନ ସବୁଜ ବନ ରାଜି ମାନେ ସମୂହ, ବନ ସମୂହ ଦ୍ୱାରା ପରିବେଷ୍ଟିତ। ହେଲା, ପରିବେଷ୍ଟିତ ଅର୍ଥାତ୍ ଚାରିଆଡେ ତାର ବ୍ୟାପି ରହିଛି। ପରି ଯୁକ୍ତ ବିଶ ଯୁକ୍ତ ତ। ହେଲା, ଅତଃ କହିଲେ ଏଣୁ କରି ପର୍ଯ୍ୟଟକାନାଂ ମନଃ ହରତି, ପର୍ଯ୍ୟଟକ ମାନଙ୍କର, ଭ୍ରମଣକାରୀ ମାନଙ୍କର ମନଃ ହରତି ମନକୁ ମୋହି ନେଇଥାଏ। ହେଲା, ଯେହେତୁ ଘଞ୍ଚ ଅରଣ୍ୟ, ଘଞ୍ଚ ଜଙ୍ଗଲ ଏହାର ଚାରିପଟେ ବେଢିକି ରହିଛି, ତେଣୁ ଏହା ପର୍ଯ୍ୟଟକ ମାନଙ୍କର ମନକୁ ହରଣ କରିଥାଏ। ଅତ୍ର ନାନାବିଧାଃ ପଶୁପକ୍ଷିଣଃ, ଅତ୍ର କହିଲେ ଏଠାରେ, ନାନାବିଧାଃ ପଶୁପକ୍ଷିଣଃ ପଶୁ ଆଉ ପକ୍ଷୀମାନେ, ବୁଝିପାରୁଛ? ଏଠାରେ ନାନା ପ୍ରକାର ପଶୁପକ୍ଷୀ ମାନେ ନିବସନ୍ତି ବାସ କରନ୍ତି। ବୁଝିପାରିଲ? ଅନେକାଃ ଦୁର୍ଲଭାଃ ଆୟୁର୍ବେଦ ବୃକ୍ଷଲତାଃ, ଅନେକ ଦୁର୍ଲଭ, ଦୁଃ ଯୁକ୍ତ ଲଭ, ଲଭାଃ ଦୁର୍ଲଭାଃ ଅର୍ଥାତ୍ ବହୁ କଷ୍ଟରେ ଯୋଉଗୁଡ଼ିକ ମିଳୁଥାଏ, ମାନେ ସବୁଠି ମିଳେ ନାହିଁ, ସେହିପରି ଆୟୁର୍ବେଦ ବୃକ୍ଷଲତାଃ, ଆୟୁର୍ବେଦ ଆମ ଯୋଉ ଡାକ୍ତରୀ ବୃକ୍ଷଲତା ଗୁଡ଼ିକ ଏଠାରେ ରହିଛନ୍ତି। ଅତଃ କହିଲେ ଏଣୁ କରି ଗନ୍ଧମାର୍ଦ୍ଦନମ୍ ନିକଷା, ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ ଏକଃ ଆୟୁର୍ବେଦ ମହାବିଦ୍ୟାଳୟ ସ୍ଥାପିତଃ, ଏକଃ କହିଲେ ଗୋଟିଏ ଆୟୁର୍ବେଦ ମହାବିଦ୍ୟାଳୟ, ହେଲା, ଯାହାକୁ ଆମେ କହୁଛେ ୟୁନିଭର୍ସିଟି, ଆୟୁର୍ବେଦ ମହାବିଦ୍ୟାଳୟଟି ସ୍ଥାପନ କରାଯାଇଛି। ହ୍ୱେଙ୍ଗସାଙ୍ଗ, କିଏ ଜାଣିଛ ପିଲାମାନେ? ଚୀନର ପରିବ୍ରାଜକ ହ୍ୱେଙ୍ଗସାଙ୍ଗ। ସେମାନେ ହ୍ୱେଙ୍ଗସାଙ୍ଗ ଆମର ଭାରତକୁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ପଢିବାକୁ ଆସିଥିଲେ। ଏଠାରେ ପଢି ସାରିବା ପରେ ସେ ଆମ କଣ ଓଡ଼ିଶାର କୀର୍ତ୍ତି ଉପରେ ମଧ୍ୟ ସେ ଗୋଟିଏ ବହି ପୁସ୍ତକ ବି ଲେଖିଛନ୍ତି। ବୁଝିପାରିଲ? ସେଇ ପୁସ୍ତକରେ ସେ ଗନ୍ଧମାର୍ଦ୍ଦନମ୍ ପରିମଳଗିରିଃ ଇତି ଲିଖିତବାନ, ଗନ୍ଧମାର୍ଦ୍ଦନର ନାଁ ଦେଇଥିଲେ କଣ? ପରିମଳଗିରି ଇତି ଲିଖିତବାନ, ଏହା ଲେଖିଥିଲେ। ବୁଝିପାରିଲ? ଗନ୍ଧମାର୍ଦ୍ଦନସ୍ୟ ଉତ୍ତର ପାର୍ଶ୍ୱେ ନୃସିଂହନାଥ ମନ୍ଦିରମ୍ ଅବସ୍ଥିତମ୍, ଏହି ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତର ପାର୍ଶ୍ୱେ, ଉତ୍ତର ପଟେ ନୃସିଂହନାଥ ମନ୍ଦିରମ୍ ଅବସ୍ଥାପିତମ୍, ନୃସିଂହନାଥ ମନ୍ଦିର ରହିଛି, ଅବସ୍ଥାପିତ ହୋଇଅଛି। ଏତତ୍ ଅର୍ଥାତ୍ ଏହି ମନ୍ଦିରଟି, ଏହି ନୃସିଂହନାଥ ମନ୍ଦିରଟି କୋଣାର୍କ ମନ୍ଦିର ଶୈଳ୍ୟା, ଆମର ଯୋଉ ସୂର୍ଯ୍ୟ ମନ୍ଦିର ରହିଛି କୋଣାର୍କ ମନ୍ଦିର, এই କୋଣାର୍କ ମନ୍ଦିର ଶୈଳୀରେ କାରୁ ଖଚିତମ୍ ଭବତି, ଏଥିରେ ଶିଳ୍ପ କଳା ଗୁଡ଼ିକ ଯୁକ୍ତ କରାଯାଇଛି। ହେଲା, କାରୁ ଖଚିତମ୍ ଭବତି, କୋଣାର୍କ ମନ୍ଦିରର ଶୈଳୀ ପରି ଶିଳ୍ପ କଳା ଗୁଡ଼ିକ ଆ ଭିତରେ ଖଞ୍ଜା ଯାଇଛି। ଅତ୍ର କହିଲେ ଏଠାରେ, ଏ ଗନ୍ଧମାର୍ଦ୍ଦନରେ ପର୍ବତ ଶିଖରାତ୍, ପର୍ବତ ଶିଖରରୁ, ହେଲା, ପର୍ବତର ଶିଖରରୁ, ପର୍ବତ ଶୃଙ୍ଗରୁ ଜଳପ୍ରପାତ, ପ୍ରପାତ ମାନେ ପିଲାମାନେ ବୁଝୁଛ, ଜଳ ପଡ଼ିବାର ଦୃଶ୍ୟ, ତୃଷାର ଭ୍ରମମ୍ କରତି, ତୃଷାର କହିଲେ ବରଫ, ବରଫର ଭ୍ରମ ସୃଷ୍ଟି କରେ। ତାକୁ ଦେଖିଲେ ଜଳ ପଡୁଥିବ ଉପରୁ, କିନ୍ତୁ ଆମକୁ ଲାଗିବ ଯେମିତି ବରଫ ପଡୁଛି। ବୁଝିପାରିଲ? ଝରଣାମ୍ କଳନାଦଃ, ଏଠି ଥିବା ଝରଣା ମାନଙ୍କର କଳନାଦ, କୁଳୁକୁଳୁ ନାଦ, ଅତୀବ ଚିତ୍ତାକର୍ଷକଃ, ଅତୀବ ସନ୍ଧି ବିଚ୍ଛେଦ ଟିକେ କରିଦବା, ଅତି ଯୁକ୍ତ ଇବ, ଅତ୍ୟନ୍ତ ଚିତ୍ତାକର୍ଷକ, ଚିତ୍ତ ଯୁକ୍ତ ଆକର୍ଷକ ଅର୍ଥାତ୍ ହୃଦୟକୁ କଣ ମୋହି ନେଇଥାଏ। ନୃସିଂହ ଚତୁର୍ଦ୍ଦଶ୍ୟାମ୍,
नृसिंह चतुर्दशी रे अत्र अत्र कहले एठारे एका विशाल मेला भवती मेलाटा पिला माने स्त्रीलिंग तेणु एका विशाल मेला गोटे विशाल मेला हुए नृसिंहनाथ मंदिर रे जोटा कि गंधमार्दन उत्तर पाखरे रही तदा तदा कहले सेतेबेले यात्रिका माने यात्री माने भक्ता भक्त माने परिवारण सह आगछन्ति परिवार सहित आसन्ति भक्त्या देवं प्रणमन्ति भक्तिरे भक्तिरे देवता को नृसिंहनाथ को प्रणाम करती तस्मै पुष्पार्घ्यम समर्पयन्ति तांकु पुष्पार्घ्यम फूल आउ अर्घ्य पुष्पार्घ्यम टी संधि विच्छेद कर दियो पुष्पयुक्त अर्घ्यम फूल आउ अर्घ्य प्रभृति समर्पण करती ततः ततः माने ताहा परे पार्वत्य मार्गेण पर्वत बाटरे हरिशंकर पीठम गच्छन्ति हरिशंकर पीठ को जाती मार्गम उभयतः मार्गर दुई पटरे उभयतः पिला माने गोटे अव्यय पद उभयतः माने उभय पाखरे यह जोगरे द्वितीय विभक्ति हुए तेणु मार्गम होइछि द्वितीय विभक्ति मार्गम उभयतः प्राकृतिक शोभा रमणीय भवति ଯେତେବେଳେ ସେମାନେ ହରିଶଙ୍କର ପୀଠକୁ ଯାଉଥାନ୍ତି ନୃସିଂହନାଥ ମନ୍ଦିରରୁ ସେତେବେଳେ ମାର୍ଗର ଦୁଇ ପଟର ଯୋଉ ପ୍ରାକୃତିକ ଶୋଭା ତାହା ଅତ୍ୟନ୍ତ ରମଣୀୟ ହୋଇଥାଏ ତାକୁ ମଧ୍ୟ ସମସ୍ତେ କଣ ଉପଭୋଗ କରନ୍ତି ଗନ୍ଧମାର୍ଦନସ୍ୟ ଦକ୍ଷିଣ ପାର୍ଶ୍ୱେ ଗନ୍ଧମାର୍ଦନର ଦକ୍ଷିଣ ପଟରେ ହରିଶଙ୍କର ମନ୍ଦିରମ୍ ରାଜତି ହରିଶଙ୍କର ମନ୍ଦିର ବିରାଜମାନ କରୁଛି ଏତତ୍ ମନ୍ଦିରମ୍ ଏଇ ମନ୍ଦିରଟି नृपतेः वैजलदेवस्य पत्नी नृपतेः राजा राजा वैजलदेवंकर पत्नी दुर्लभा देवी निर्मितवती बुझिपाल ये जो हरिशंकर मंदिर टीकू राजा वैजलदेवंकर पत्नी दुर्लभा देवी निर्माण करथिले निर्मितवती मंदिरम परितः पिला माने परितः यह गोटे अव्यय पद यह माने चारिपटे यह जोगरे द्वितीय व्यक्ति हुए तेणु मंदिरम होइछि द्वितीय विभक्ति एई विषयटी रे हमर केते गुड़िए अव्यय पदर व्यवहार करा जाइछि तेणु मंदिरम परितः मंदिर चारिपटे विविधाः पुष्प पादपाः फूल गच्छ पादप माने वृक्ष ताले फूल वृक्ष सबु शोभाम वर्धयन्ति शोभा बढ़ाउछन्ति पर्यटकाः तथा देखणाहारी माने पर्यटक माने विहार यात्रार्थम विहार यात्रा युक्त अर्थम अर्थात भ्रमण यात्रा पाई बुलिबा पाई हरिशंकरम प्रति पिला माने एटी प्रति गोटाए अव्यय पद प्रति माने आड़कू यह जोगरे द्वितीय विभक्ति हुए तेणु हरिशंकरम होइछि द्वितीय विभक्ति हरिशंकर आड़कू आगच्छन्ति आगच्छन्ति कहले आसन्ति यात्री काहा अर्थात यात्री माने देवदर्शनेन सह सह गोटे अव्यय पद सह माने सहित यह जोगरे तृतीय विभक्ति हुए तेणु देव दर्शन करने सहित पर्वत आरोहणस्य मोदम नयंती मोदम मोदम कहले आनंद हेले देवता को दर्शन करने सहित पर्वत चढ़ीबार मजा भी नियंती निर्झरीषु अर्थात झरणा मानक झरणा गुड़िकरे जल क्रीड़ा कृत्वा कृत्वा गोटे प्रत्यय पिला माने कुरुयुक्त जल क्रीड़ा करी अर्थात जल रे खेली पथश्रमम अपनोदयंती पथश्रमम चाली जो कष्ट सेगुड़ी को अपनोदन करती दूर करिथांती जलप्रपाता नाम दृश्यम जलप्रपात मानकर दृश्य जल पड़ुथिबार दृश्य अतीव मनोहरम भवति अत्यंत मनोहर अटे शीत काले अर्थात शीत समय अत्रत्य परिवेश हर्षक एठार जो परिवेश गंधमार्दन जो परिवेश अत्यंत हर्षक आनंददायक पर्यटका विलासी जना पर्यटक माने आउ विलासी लोक माने च कहले ओ पर्यटक माने ओ विलासी लोक माने हरिशंकरम ग्रीष्म निवास रूपेण व्यवहरती हरिशंकर को ग्रीष्म निवास रूपरे अर्थात शीत समय सेठारे जाई ସେମାନେ କଣ କରନ୍ତି ଗ୍ରୀଷ୍ମ ସମୟରେ ସେଠା ଯାଇ କଣ
ସେଇ ଜାଗାକୁ ଉପଭୋଗ କରନ୍ତି, ସେଠାରେ ରୁହନ୍ତି। ତେଣୁ ଗ୍ରୀଷ୍ମ ନିବାସ ରୂପରେ ତାକୁ ବ୍ୟବହାର କରନ୍ତି। ଏତତ୍ ସ୍ଥାନମ୍, ଏଇ ସ୍ଥାନଟି ଗନ୍ଧମାଦନଟି ଓଡ଼ିଶା ରାଜ୍ୟସ୍ୟ, ଓଡ଼ିଶା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭବତି। ଗୋଟେ ଭଲ ଶ୍ରେଷ୍ଠ ବିଖ୍ୟାତ ପର୍ଯ୍ୟଟନ କେନ୍ଦ୍ର ଅଟେ। ତେଣୁ ଗନ୍ଧମାଦନମ୍ ଗମନମ୍ ବିନା, ପିଲାମାନେ ବିନା ମାନେ ବ୍ୟତୀତ, ଏହା ଯୋଗେ ଦ୍ୱିତୀୟ ବିଭକ୍ତି ହୁଏ। ତେଣୁ ଗନ୍ଧମାଦନମ୍ ହେଇଛି ଦ୍ୱିତୀୟ ବିଭକ୍ତି। ଗନ୍ଧମାଦନ ବିନା ନ କଶ୍ଚିତ୍, କଶ୍ଚିତ୍ ପିଲାମାନେ ସନ୍ଧି ବିଚ୍ଛେଦ କର, କହ ଯୁକ୍ତ ଚିତ୍, କେହି ଜଣେ ବି ବାସ୍ତବିକତା ଅନୁଭବ ପ୍ରାପ୍ନୋତି। ହେଲେ ଗନ୍ଧମାଦନକୁ ବିନା ଦେଖିକିରି କେହି ଜଣେ ତାର ବାସ୍ତବିକତାକୁ ଅନୁଭବ କରିପାରିବ ନାହିଁ। ଅତଃ କହିଲେ ଏଣୁକରି ଏତତ୍ ସ୍ଥାନମ୍, ଏଇ ସ୍ଥାନଟି ସର୍ବେଷାଂ ଦର୍ଶନୀୟମ୍, ସମସ୍ତଙ୍କର ଦେଖିବାର ଯୋଗ୍ୟ। ଦୃଶ୍ ଯୁକ୍ତ ଅନ୍ୟ ଦର୍ଶନୀୟ ହେଲା ପିଲାମାନେ। ତାହେଲେ ଆମେ ବିଷୟଟିକୁ ପଢିଲେ। ଏବେ ତାର ଓଡ଼ିଆର୍ଥ କରିବା। ଆ ଭିତରେ ଥିବା ଯୋଉ ଅବୟ ପଦ ଗୁଡିକର ବ୍ୟବହାର ମଧ୍ୟ ଆମେ ଶିଖିଲେ। ତେଣୁ ପିଲାମାନେ ସେଗୁଡିକ ଖାତାରେ ସବୁ ନୋଟ କରିନିଅ। ଆଉ ତା ଯୋଗରେ କେମିତି ବିଭକ୍ତି ହଉଛି ତାକୁ ସବୁ ମନେ ରଖ। ଆସନ୍ତା ପିରିୟଡରେ ଆମେ ପୁନର୍ବାର ଏଇ ବିଷୟଟିର ଅଭ୍ୟାସ କାର୍ଯ୍ୟକୁ ଆଲୋଚନା କରିବା। ତାହେଲେ ଆଜି ପାଇଁ ଏଇଠି ରହିବା। ହଉ, ସମସ୍ତଙ୍କୁ ଧନ୍ୟବାଦ।